ପିଲାମାନେ ଯେତେବେଳେ ଭଗବାନ ସୃଷ୍ଟି ସର୍ଜନା କଲେ ସବୁଠୁ ଶ୍ରେଷ୍ଠ ହେଉଛନ୍ତି ମନୁଷ୍ୟ ନା ଆଉ କିଏ ଅଛନ୍ତି? କଣ କିଏ ଅଛନ୍ତି? ମନୁଷ୍ୟ ନା ଆଉ କିଏ ଅଛନ୍ତି? ତେଣୁ ବସ ଆମର ଭଗବାନ ଯେତେବେଳେ ଜୀବଜଗତ ସୃଷ୍ଟି କରିଛନ୍ତି ସବୁଠୁ ଶ୍ରେଷ୍ଠ ପ୍ରାଣୀ ହେଉଛନ୍ତି ମନୁଷ୍ୟ। ଯେ ମନୁଷ୍ୟରେ ମନୁଷ୍ୟ ଜନ୍ମ ପାଇବାକୁ ଗଲେ ବହୁତ ଜନ୍ମ ହେବା ପରେ ଯଦି ପୁଣ୍ୟବଳ ଅଧିକ ହେଲା ତାପରେ ମନୁଷ୍ୟ ଜନ୍ମଟା ଭଗବାନ ଦିଅନ୍ତି। 84 ଜନ୍ମ ପରେ ଯାଇ ମନୁଷ୍ୟ ଜନ୍ମ, ଏଟା ଭାଗବତ କହୁଛି। ଆଚ୍ଛା, ମନୁଷ୍ୟର ଶ୍ରେଷ୍ଠ କେଉଁ ଜିନିଷଟା ମନୁଷ୍ୟ ଜୀବନରେ? ଭଗବାନ ତ କୃଷ୍ଣ କହିଥିଲେ, ଭଗବାନ କୃଷ୍ଣ କହିଥିଲେ ଯେ ଯେତେବେଳେ ଉଦ୍ଧବ ଘରକୁ ଯାଇଛନ୍ତି, ଉଦ୍ଧବ ବହୁତ ଜ୍ଞାନ କଥା ବୁଝେଇଛନ୍ତି, ପଚାରିଛନ୍ତି ଭଗବାନ। କିନ୍ତୁ ଭଗବାନ ଶ୍ରୀକୃଷ୍ଣ ସବୁକିଛି ଉତ୍ତର ଦେବା ପରେ ଭଗବାନ ଶ୍ରୀକୃଷ୍ଣ ନିଜେ ଦ୍ୱାପର ଯୁଗରେ ଉଦ୍ଧବ ଘରେ ପହଞ୍ଚିଥିଲେ। ସବୁକିଛି ଉତ୍ତର, ତାଙ୍କର ଯେଉଁ ପ୍ରଶ୍ନର ସବୁକିଛି ଉତ୍ତର ଦେଇ ସାରିଲା ପରେ ସେ କହିଲେ ଯେ ଉଦ୍ଧବଙ୍କୁ ଯେ କର୍ମ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାର। ଇଏ ହେଉଛି ଭାଗବତ କଥା। ନିଜ କର୍ମ ହେଉଛି ବଡ଼ ନା ତାଠୁ ଆଉ କ'ଣ ବଡ଼ ଅଛି? ନିଜ କର୍ମ ବଡ଼। ଆଚ୍ଛା, ବର୍ତ୍ତମାନ ତମର କର୍ମ କ'ଣ? ବର୍ତ୍ତମାନ କର୍ମ କ'ଣ ଚାଲିଛି? କ'ଣ କହିଲେ? ଶିକ୍ଷା ଲାଭ କରିବା। ଯିଏ କହିବ ଛିଡ଼ା ହେଇ କହିବ, ଡରିବାର କିଛି ନାହିଁ। ଶିକ୍ଷା ଲାଭ କରିବା ଯେ ଦୈନିକ କର୍ମ କଥା ମୁଁ ଆଜି ତୁମକୁ ବୁଝାଉଛି। ଯଦି ସେ ବାଟ ଦେଇକି ତୁମେ ଯାଅ ମାନ, ତାହେଲେ ଗୋଟେ ଉତ୍ତମ ସନ୍ତାନ ହେବ। ଯଦି ମୋ କଥାଟା ନ ମାନ, ତାହେଲେ ଉତ୍ତମ ସନ୍ତାନ ହେଇପାରିବନି। ତମେ ସବୁବେଳେ ପିତାମାତାକୁ ଭଗବାନ ଭଳିଆ ମାନ। ତାଙ୍କଠୁ ଭଗବାନ ଆଉ ଆଉ ସୃଷ୍ଟିରେ ନାହିଁ। ତମ ଜୀବନର ପ୍ରଥମ ଭଗବାନ ହେଲେ ନିଜ ପିତାମାତା। ବୁଝିପାରୁଛ? ଗୋଟିଏ କୋଟେସନ ତୁମକୁ ଦେଉଛି ପୁରାଣ କଥା। ଯେତେବେଳେ ଭକ୍ତ ପ୍ରହ୍ଲାଦକୁ ହିରଣ୍ୟାକ୍ଷ ବହୁତ କଷ୍ଟ ଦେବା ପରେ ଲାଷ୍ଟରେ ଯେତେବେଳେ ଭଗବାନ ସ୍ତମ୍ଭରୁ ବାହାରିକି ତାକୁ ଚିରିଥିଲେ, ହିରଣ୍ୟାକ୍ଷ କଥା କହିଲେ ନା ଘଣ୍ଟେ ଯିବ, ମୁଁ ଖାଲି ସର୍ଟ କଥା କହିଲି। ଯେତେବେଳେ ଚିରିଲା ପରେ ତା ବାପା ମରିଯାଇଛି, ତାକୁ ଜଙ୍ଘ ଉପରେ ପକାଇ ଚିରି ଦେଇଥିଲେ। ସେ ବର ତାକୁ ଦେଇଥିଲେ, ସେ ଏମିତି ବର ପାଇଥିଲେ ଶିବଙ୍କ ଠାରୁ ଯେ ଜଳରେ ମରିବି ନାହିଁ, ସ୍ଥଳରେ ମରିବି ନାହିଁ, ଅସ୍ତ୍ରରେ ମରିବି ନାହିଁ, ଶାସ୍ତ୍ରରେ ମରିବି ନାହିଁ, ରାତିରେ ମରିବି ନାହିଁ, ଦିନରେ ମରିବି ନାହିଁ। ବୁଝିପାରିଲେ କ'ଣ? ତାହେଲେ କେଉଁଥିରେ କେତେବେଳ ସମୟରେ ସେ ମଲା, ଆମେ ଏଇ କଥାଟା ଆଗ ଫାଷ୍ଟ ଜାଣିବା, ତାପରେ ତମକୁ ଉପଦେଶଟା ଦେବି। ସେ ମରିଥିଲେ କେତେବେଳ ସମୟରେ? ସେ କହିଛନ୍ତି ରାତିରେ ମରିବେନି କି ଦିନରେ ମରିବେନି। ଦେଖିବେ, ସୂର୍ଯ୍ୟ ଅସ୍ତ ହେଉଛନ୍ତି, 10% ବାକି ଅଛି ଯିବା ପାଇଁ, ବିଶ୍ରାମ ନେବା ପାଇଁ ସୂର୍ଯ୍ୟଦେବ। ରାତି ଆସିନେଇ, ଗାଈ ଗୋରୁ ଘରକୁ ଆସୁଛନ୍ତି, ଯେଉଁଟା ଗୋଧୂଳି ସମୟ କୁହନ୍ତି। ସେଇ ସମୟରେ ଆମେ ସଞ୍ଜବତୀ ଦିଏନି, ସେଇଟା ହେଉଛି ମହେନ୍ଦ୍ର ବେଳା, ବ୍ରହ୍ମ ମୁହୂର୍ତ୍ତ। ସେଇ ସମୟ ତାକୁ ଚିରିଦେବେ। ରାତି ନୁହେଁ କି ଦିନ ନୁହେଁ, ଚନ୍ଦ୍ର ଆସିନାହାନ୍ତି, ସୂର୍ଯ୍ୟ ଯିବାର ଶେଷ ସମୟ 30। ରାତିକି ପାଉନି କି ଦିନକୁ, ଯେଉଁଟା ଆମର ଗୋଧୂଳି ସମୟ ବା ଅମୃତ ବେଳା, ବ୍ରହ୍ମ ମୁହୂର୍ତ୍ତ। ତେଣୁ ଦିନ ଏଇଟା ବ୍ରହ୍ମ ମୁହୂର୍ତ୍ତ ଯାଇନ। ଏଇ ସମୟରେ ଚଉରାରେ ଧୂପ ଦିଅନ୍ତି ବା ଠାକୁର ପୂଜା କରନ୍ତି। ଏଇ ସମୟଟା ଠିକ୍ ଦେଲେ ଏଇ ସମୟଟା ଫଳ ପ୍ରାପ୍ତି ହୁଏ। ଆଉ ବେଳେବେଳେ ଲୋକମାନେ ଜଣେ ଜଣେ ଅବହେଳା 7ଟା 6:30, ଏରା କିନ୍ତୁ ଠିକ୍ ନୁହେଁ। ସୂର୍ଯ୍ୟ ବୁଡ଼ିବା ମାନେ ଧୂପ ଆରମ୍ଭ, ତା ପୂର୍ବରୁ ରେଡ଼ି ହେଇଥିବ, ଠାକୁର ପୂଜା ହେବ। କିନ୍ତୁ ସେଇଭଳି ଯେତେବେଳେ ପ୍ରହ୍ଲାଦକୁ ପଚାରିଛନ୍ତି ମାରିସାରିଲା ପରେ ତା ପିତାକୁ ଯେ ତୁମେ କ'ଣ ମାଗୁଛ ମାଗ, ମୁଁ ଶୁଣି ଚାଲିଲି। ପ୍ରହ୍ଲାଦ ହାତ ଯୋଡ଼ିକି ଛିଡ଼ା ହେଇଛନ୍ତି। ତାଙ୍କ ମାଆ ବି ହାତ ଯୋଡ଼ିକି, ତାଙ୍କ ମାଆ ଥିଲେ ବିଷ୍ଣୁ ଭକ୍ତ, ହିରଣ୍ୟାକ୍ଷ ହେଉଛି ଶିବ ଭକ୍ତ।
ହିରଣ୍ୟାକ୍ଷ ହେଉଛନ୍ତି ପରମ ଭକ୍ତ ବିଷ୍ଣୁଙ୍କର। ସେ ଜୟ ବିଜାତିର ବୈକୁଣ୍ଠ ପରେ ବ୍ରହ୍ମଙ୍କ ଅଭିଶାପରେ ଯୋଉ ଜନ୍ମ ହେଇଥିଲେ ରାକ୍ଷସ। ଆଗ କଶ୍ୟପ ଅବତାର ହେଇକି ହିରଣ୍ୟାକ୍ଷ ଭାଇକି ମାରିଥିଲେ, ତାପରେ ହିରଣ୍ୟାକ୍ଷ ଭାଇ, ଏ ଦି ଜଣ ପ୍ରଥମ ହେଲେ ମୁକ୍ତି ପାଇଲେ। ତାପରେ ତୃତୀୟ ଯୁଗରେ ରାବଣ କୁମ୍ଭକର୍ଣ୍ଣ ହେଲେ, ଦ୍ୱାପରରେ କଂସ ଶିଶୁପାଳ ହେଲେ। ବୁଝିପାରିଲେ ତ? ଏକଥା ଛାଡ଼ନ୍ତୁ, ପୁରାଣ କଥା, ତମ ଜୀବନ କଥା କହିବା। ସେ କିନ୍ତୁ ମାଗିଲେ କଣ ମାଗିଲେ ପ୍ରହ୍ଲାଦ କଣ ଜାଣିଛ? ଯେତେବେଳେ ଭଗବାନ ଚିରି ଦେଇଛନ୍ତି ଅଧା ମଣିଷ ଅଧା ପଶୁ, ସେ କହିଛନ୍ତି ନର ହାତରେ ମାରିଗଲେ ମରିବେନି କି ମଣିଷ ହାତରେ ମରିବେ, ତେଣୁ ଅଧା ପଶୁ ଅଧା ମଣିଷ। ସେ ପୁରା ବିଶ୍ୱରୂପ ହେଇଯାଇଛନ୍ତି ଆଉ ଶାନ୍ତ ହଉନାହାନ୍ତି ଚିରିଲା। କିନ୍ତୁ ପ୍ରହ୍ଲାଦ ତାଙ୍କୁ ଶାନ୍ତ କରିବେ, ଭକ୍ତ ଶାନ୍ତ କରିବେ। ଭକ୍ତକୁ ପଚାରିଛନ୍ତି ତମେ କଣ ମାଗୁଛ ମାଗ, ମୁଁ ଦେଖେ। ସେ କିନ୍ତୁ କରପତ୍ର ଯୋଡ଼ିକି କହିଲେ ମୋ ପିତାଙ୍କୁ ସ୍ୱର୍ଗ ପ୍ରାପ୍ତି ହଉ। ସେ କେବେ ଚିନ୍ତା କରିଥିଲେ କି ମୋ ପିତା ମତେ ଏତେ ଦୁଃଖ ଦେଇଛି, ଅଗ୍ନିକି ଫିଙ୍ଗିଦେଲା, ପାହାଡ଼ ଉପରେ ପକେଇଦେଲା, ସାପ ମୁହଁରେ ପକେଇଲା, ବାଘ ମୁହଁରେ ପକେଇଲା, ଦୁନିଆ ଯନ୍ତ୍ରଣା ଦେଇ ଯାଉଛି ଛୋଟ ପିଲାଙ୍କୁ, ସେ କେବେ ଚିନ୍ତା କରୁଛି? ସେ ତଥାପି ଭଗବାନଙ୍କୁ ବାହା କରପତ୍ର ଯୋଡୁଛି ଯେ ମୋ ପିତାକୁ ସ୍ୱର୍ଗ ପ୍ରାପ୍ତି ହେଇଯାଉ ଅସ୍ତୁ କରିଥିଲେ। ତାପରେ ପ୍ରହ୍ଲାଦକୁ ଅମର ରଖିଲେ, ସେ କଥା ଛାଡ଼ନ୍ତୁ। ତେଣୁ ସେଥିପାଇଁ କୋଟେଶ୍ୱର ଦେବାର ଉଦ୍ଦେଶ୍ୟ ପିତା ଧର୍ମ, ପିତା ସ୍ୱର୍ଗ, ପିତା ହିଁ ପରମ ଧର୍ମ। ମା ବିଷୟରେ ଜାଣିଥିବ। ତେଣୁ ସବୁଠୁ ଜୀବନରେ ମନୁଷ୍ୟ ଜୀବନ ଯଦି ଦୁର୍ଲଭ ଧର୍ମଟେ ପାଇଛ ତମେ, ସବୁଠୁ ଶ୍ରେଷ୍ଠ ଧର୍ମ ହେଉଛି ମନୁଷ୍ୟ, ନା କି? ତେଣୁ ମନୁଷ୍ୟର କର୍ମ ଗୁଡ଼ା କଲେ ଠିକ ଶ୍ରେଷ୍ଠ ଧର୍ମରେ ତମେ ପରିଣତ ହବ। ପିତାମାତାର ଆଶା ପୂରଣ କରିବ, ଋଣ ସୁଝିବ, ଜନ୍ମଭୂମିର ଋଣ ସୁଝିବ, ଆଉ ନିଜେ ବି ତମେ ଉଚ୍ଚ କୋଟିରେ ଉଠିଯିବ। ବୁଝିଲେ? ନିଜେ ସଫଳତା ହବ, ପିତାମାତା ସଫଳତା ହବ, ଜନ୍ମଭୂମି ସଫଳତା হবে। କୋଉ ବାଟରେ ଗଲେ ଆମର ବର୍ତ୍ତମାନ ତମର ହେଇଯାଇଛି ନବମ ଦଶମ। ଏଠି ଦଶମ ପିଲା କିଛି ଅଛ, ଏ ବିଦ୍ୟାଳୟ ହେଉଛନ୍ତି ସହଦେବ ବିଦ୍ୟାଳୟ, ସାଆନ୍ତାପସୀ ପାଟଣା, ନାଇଁ କି? କିନ୍ତୁ ତମେ ଦଶମ କିଛି ଅଛ, ଅଳ୍ପ ପିଲା ଆସୁଛନ୍ତି, ନବମ ଅଳ୍ପ ପିଲା ବି ଆସୁଛନ୍ତି। ତେଣୁ ଦି ଜଣଙ୍କୁ ଏ କଥାଟା କାମ ଦବ। ଦେଖନ୍ତୁ, ତମେ ଯେମିତି ଜାଣିଲ ଯେ ସନ୍ଧ୍ୟା ଏତିକି ସମୟରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଗୋରୁ ଗାଈ ଆସୁଛନ୍ତି, ଫେରି ଆସୁଛନ୍ତି, ଏଇଟା ହେଉଛି ବ୍ରହ୍ମ ମୁହୂର୍ତ୍ତ। ତେଣୁ ରାତି ସବୁଦିନ ଯଦି 4ଟା ବେଳକୁ ଉଠି ପଡ଼ିବ, 4ଟା ବେଳକୁ ଟିକେ ଲାଟ୍ରିନ୍ ପଳେଇଯିବ, ଯଦି ପାରିବ ଯାହିଁରେ ଦାନ୍ତ ଘଷିଦେବ, ମାତ୍ର 10 ମିନିଟ୍ରେ କାର୍ଯ୍ୟ ଛିଡ଼ିବ। ଦାନ୍ତ ଘଷିଆ ଲାଟ୍ରିନ୍ଟା 10 ମିନିଟ୍ ଯିବ ନା ଅଧିକ ଯିବ? ଯିଏ ଚାହିଁବ 10 ମିନିଟ୍ ଛିଡ଼ିବ, ଯିଏ ଚାହିଁବ ଘଣ୍ଟେ ବି ନିଜ ଉପରେ ନିର୍ଭର କରେ। କ'ଣ ଠିକ୍ ନା ଭୁଲ? ଯଦି ସେଇ ସମୟରେ ତମେ 4ରୁ 4:30 ଅଧଘଣ୍ଟେ ପଳେଇବ ନିତ୍ୟକର୍ମ, 4:30ରୁ ଯଦି 6 ପର୍ଯ୍ୟନ୍ତ ପଢ଼ିଲ, 2 ଘଣ୍ଟା ପାଠ ପଢ଼ିଲ, ଘଣ୍ଟେ 1.5 ଘଣ୍ଟା, ଯେତିକି ଉପକାର ଆସିବ, ଯେତିକି ମନେ ରହିବ, ଦିନାଙ୍କ ପଢ଼ିଲେ ମନେ ରହିବ। ଆଉ ସେଇ ସମୟରେ ଯଦି ଉଠିବା ଅଭ୍ୟାସ ହେଇଯାଏ, ଜାଣିବ ଯେ ତମେ ଭାଗ୍ୟବାନ ହେଇଯିବ। ସବୁଦିନ ସେ ଅଭ୍ୟାସରେ ପଡ଼ିବ। ସଂସାରର ଅଭ୍ୟାସଟା ହେଉଛି ବଡ଼ ଜିନିଷ, ନା ଆଉ କ'ଣ ବଡ଼ ଜିନିଷ ଅଛି? ତମେ ପରୀକ୍ଷା କରିବ, ମୋବାଇଲରେ ସାଇଲେଣ୍ଟ ଦେଇକି ଶୋଇଥିବ, 4ଟାରୁ ଉଠିବି, ବେଶୀ ନାହିଁ 8 ଦିନ ଖଣ୍ଡେ 5 ଦିନ ଖଣ୍ଡେ ଯିବା ପରେ ଠିକ୍ ସେତିକିବେଳକୁ ନିଦ ଭାଙ୍ଗିବ, ଆଉ ଶୋଇବାକୁ ଇଚ୍ଛା ହେବନି, ବିଛଣା ଛାଡ଼ିବାକୁ ଇଚ୍ଛା। ମୁଁ କଥାଟା ବୁଝିପାରୁଛନ୍ତି କଥା? କିନ୍ତୁ ସେଇ ସମୟରେ ଉଠିକି ପାଠଟା ପଢ଼, ଭଲ ମାର୍କ ରଖ, ଆଉ ସ୍ମରଣ ଶକ୍ତି ବି ମନେ ରହିବ। କିଛି ଦେହ ଘଡ଼ିବନି, କିଛି ହେବନି, ଅଭ୍ୟାସରେ ପଡ଼ିଗଲେ। କିନ୍ତୁ ରାତିରେ ରୁଟି ଖାଇବ, ରାତିରେ ହାଲକା ଖାଦ୍ୟ ଖାଇବ। ଆଜି ରୁଟି ଚଳୁନି, ଭାତ ଖାଇବ, ଭାତ କମ୍ ଖାଇବ, ହାଲକା ଖାଦ୍ୟ ଖାଇବ। ସେଇ ସମୟରେ 4ରୁ ଉଠ, 6ଟା ଯାକେ ପାଠ ପଢ଼ିକି ତମେ ଟ୍ୟୁସନ୍ ଆସ। ଦେଖ, ପରୀକ୍ଷା କର ଜୀବନଟା, ଭଲ ଶିକ୍ଷା ଲାଭ କରୁଛ କି ନ କରୁଛ। ଆଉ ତମେ ସବୁଦିନେ 10ଟା ଭିତରେ ଶୁଅ, 4ଟା। এইটা পালন করতে 30 ବର୍ଷ ତଳର କଥା। ଏବେ ସବୁ ଅଳସୁଆ ହେଇଗଲେ, କୋଡ଼ିଆ ହେଇଗଲେ। ଆଉ ବ୍ରହ୍ମ ମୁହୂର୍ତ୍ତରେ ଯଦି ତମେ ଗାଧେଇବ 6ଟା ଭିତରେ, ବହୁତ କିଛି ଗାଧୋଇବା କଥା ମନେ ପଡ଼େ କହି ବର୍ତ୍ତମାନ ଶିକ୍ଷା ଉପରେ ତମକୁ କହୁଛି। ସେ ସମୟରେ ଗାଧେଇଲେ ତମେ ବି ଦେବଲୋକ ସହିତ ସମାନ ହେଇଯିବ। ନିତ୍ୟକର୍ମ ଛିଡ଼େଇଲେ ସବୁଦିନ, ଖରା ବର୍ଷା ଶୀତ ଯଦି ଗୋଟିଏ ଟାଇମ୍ ରଖିବ। ଗାଧୁଆ ଅଛି ଆମର
ସଂସାରରେ ଚାରିଟା ସାଗର ମୁଁ ପରେ କହିବି ଏନା ଟାଇମ୍ ପାଇଁ ସାଗର ବିଷୟରେ ମୁଁ ତୁମ ଅନ୍ୟ ବିଷୟରେ ବୁଝେଇଦେବି ଆଉ ତେଣୁ ତମେ ଚେଷ୍ଟା କର ରାତି 4 ଉଠିବା ପାଇଁ ନବମ ଦଶମ ପିଲା କ'ଣ ରାଜି କୋଉମାନେ ଉଠିପାରିବେ ଦେଖି ହାତ ଟେକିବ କୋଉମାନେ ଇଚ୍ଛା ଅଛି କୋଉମାନେ ଭଲ ମଣିଷ ହେବାର ଇଚ୍ଛା ଅଛି ବାପା ମା ଜନ୍ମଭୂମିର ଟେକ ରଖିବା ପାଇଁ ମାଆକୁ ଭଲ ରହିବା ଠିକ୍ ଅଛି ହାତ ପକା ଆଉ ଗୋଟେ ସୁନ୍ଦର କଥା ଶୁଣନ୍ତୁ ଖାଲି ପାଠ ପଢ଼ିବାଟା କର୍ମରେ ଯିବ ନାହିଁ ଠିକ୍ ଟାଇମ୍ରେ ସବୁଦିନ ଦାନ୍ତ ବସିବ ଲାଟ୍ରିନ୍ ଯିବ ଗାଧେଇବ ଆଜି 9ଟାରେ ଗାଧୋଉଛି ତ 9ଟାରେ ଗାଧୋଇବ ଏରା ବି କର୍ମରେ ଯିବ ଫାଷ୍ଟ କର୍ମ ଦୈନିକ କର୍ମ ଆଉ ପିତାମାତାକୁ ସବୁବେଳେ ସମ୍ମାନ ଦିଅ ପ୍ରହ୍ଲାଦ ଭଳିଆ ମୋ ପାଇଁ ମୋ ପିତା ଯଦି ମଧୁଆ ହେଇଥାଏ ମୋ ପାଇଁ ସେ ହେଉଛନ୍ତି ଇଷ୍ଟ କ'ଣ ବୁଝିପାରୁଛ ମୋ ମା ଯଦି କୌଣସି ଖରାପ ଲୋକ ହେଇଥାଏ ସେ ମୋ ପାଇଁ ଇଷ୍ଟ ମୋ ଜନ୍ମଭୂମି ହେ ଯଦି ଜଙ୍ଗଲରେ ହେଇଥାଏ ଏ ଲୋକ ମୋ ଜନ୍ମଭୂମିଟା ଯଦି କେହି ନ ଜାଣିଛନ୍ତି ଗଞ୍ଜାମ ବ୍ଲକ ଭିତରେ କି ଢେଙ୍କାନାଳ ଜିଲ୍ଲା ଭିତରେ କି ଓଡ଼ିଶା ଭିତରେ ସେ ମୋ ପାଇଁ ଇଷ୍ଟ ଜନ୍ମଭୂମିଠୁ ଆଉ ବଡ଼ ଜିନିଷ ଅଛି କି ଶେଷରେ ପିତାମାତାରୁ ଆଉ ବଡ଼ ଜିନିଷ ଅଛି କି ପିତାମାତାକୁ ଅଶାନ୍ତି କର ନାହିଁ ଆଉ ଯେଉଁ ମାଟିରେ ତମେ ବଢ଼ିଛ ଯେଉଁମାନଙ୍କ ସ୍ନେହ ସୀତାରେ ବଢ଼ିଛ ତାଙ୍କୁ ଟିକେ ସମ୍ମାନ ଦିଅ ତାଙ୍କର ଆଶୀର୍ବାଦଟା ଦରକାର ଅଛି ଯଦି ସେମାନେ ତମକୁ ଅଶାନ୍ତି ହେବେ ତମେ ବି ଆଗକୁ ଯାଇପାରିବ ନାହିଁ କାରଣ ତାଙ୍କ କୋଳରେ ତାଙ୍କ ସ୍ନେହରେ ବଢ଼ିଛ ନା ତମେ ସମ୍ମାନ କଥା ଏଇଟା ଡାକିଲେ ଆଜ୍ଞା କରିବ କଥା ଟିକେ ମଧୁର କଥାବାର୍ତ୍ତା କରିବ ହଁ ଆଜ୍ଞା ଯାଉଛି କି ଆଜ୍ଞା ଆପଣଙ୍କୁ ପରେ ଦେଖା କରିବି ଭାଷାରେ ତ ଅମୃତ ରଖି କହିଲେ ସେମାନେ ଖୁସି ଏଇଟା ଆପଣ ଡେଲି ମୁଁ କହୁଛି ତାଙ୍କୁ ଯାଇ ଜୁଆର ହୁଏ ସମ୍ମାନ ଦେଇ କଥାବାର୍ତ୍ତା କରିବ ଜନ୍ମଭୂମିର ଯେଉଁମାନଙ୍କ ସ୍ନେହରେ ବଢ଼ିଛ ତାଙ୍କୁ ସବୁବେଳେ ସମ୍ମାନ ଦେଇ କଥାବାର୍ତ୍ତା କର ବୁଝିପାରୁଛ ତ ଇଏ ହେଲା ପ୍ରଥମ ଦ୍ୱିତୀୟ କଥା କର୍ମ ହେଲା ରାତି 4ଟାରୁ ଉଠିବ ପିତାମାତାକୁ ସମ୍ମାନ ଦେବ ଆଉ ସାହିରେ ଗୁରୁ ଗୁରୁଜନଙ୍କୁ ସମ୍ମାନ ଦିଅ ଏବଂ ଗାଧେଇବା ଦାନ୍ତ ଘଷିବା ସବୁବେଳେ ଖାଇବା ଠିକ୍ ରଖିବେ ଖାଦ୍ୟଟା ଠିକ୍ ଟାଇମ୍ରେ ଖାଇବେ ଠିକ୍ ଟାଇମ୍ରେ ଖାଇବେ ଠିକ୍ ଟାଇମ୍ରେ ଖାଇବେ କଥାଟା ବୁଝିପାରୁଛନ୍ତି କଥାଟା ଆଉ ଖାଇଲା ବେଳେ ଏ ତ ଗୁରୁବାର ପାଠ ମୁଁ ଖାଲି ସର୍ଟ କଥା କହିଦେଉଛି ଲକ୍ଷ୍ୟ କରିବ ଯଦି ଡାହାଣ ପଟେ ନିଶ୍ୱାସ ଯାଉଥିବ ଖାଇବ ଯଦି ଡାହାଣ ପଟେ ନିଶ୍ୱାସଟା ଯାଉନି ଟିକେ ନା 5 ମିନିଟ୍ ବୁଲି କହିଲେ ଦେଖିବା ଆସିବା ଡାହାଣ ଇଏ ହେଉଛି ଗୁରୁବାର କଥା ଧର ତମେ ବଡ଼ ହେଲେ ଜାଣି କିନ୍ତୁ ଏତିକି ମୁଁ ଖାଲି କହିଦେଲି ହାତ ମାପ ଯଦି ଡାହାଣ ନିଶ୍ୱାସ ଯାଉଛି ସେମାନେ ଖାଇଲାନି ଆଉ ସେଇ ସମୟରେ ଗାଧେଇବ ଯଦି ଦେଖିବ ବାହାର ଚାଲିଛି କିନ୍ତୁ ଟିକେ ଖାଲି 2 ମିନିଟ୍ ଖଣ୍ଡେ ବୁଲି କହିଲେ ଆସିଯିବ ଡାହାଣ ସେଇ ସମୟରେ ଗାଧେଇଲେ ତୁମକୁ ଜ୍ୱର ଥଣ୍ଡା କିଛି ହେବ ଏବଂ ସେଇ ସମୟରେ ଖାଇଲେ ତୁମ ଦେହରେ କିଛି ଖରାପ ହେବ ଏଇଟା ଟିକେ ମନେ ରଖିବ ପଢ଼ିବାଟା କହିଲେ ରାତି 4ରୁ 6 ଆଉ ବିଦ୍ୟାଳୟକୁ ଆସୁଛ ନାଚ କରିବା କିଛି ଦରକାର ନାହିଁ ଯଦି କେଉଁ ବିଷୟରେ ବୁଝି ନ ପାରୁଛ ଛିଡ଼ା ହେଇକି ଗୁରୁଙ୍କୁ ବାରମ୍ବାର ପଚାର କ'ଣ ମା ଭୁଲ କହିଲି କି ଏ ମା ତମେ ଟିକେ ମୋ କଥାଟା ଶୁଣୁଥା ତାପରେ ଟ୍ୟୁସନକୁ ଯାଉଛ ଘରେ କେତେ କଷ୍ଟରେ ବାପା ମା ଦକ୍ଷିଣା ଦେଉଛନ୍ତି ବହୁତ ପିଲା ଅଛନ୍ତି ସାରେ ପଢ଼ଉଥିଲେ କ'ଣ ପଢ଼ଉଥିଲେ ଟ୍ୟୁସନ ବାହାରକୁ ଆସିଲା କ'ଣ ପଢ଼ଉଥିଲା କି ଏରା କହିପାରିବେ ଖାଲି ଡରି ମରିକି ଟ୍ୟୁସନକୁ ଆସୁଛନ୍ତି ତାଙ୍କର କିନ୍ତୁ ପାଠ ପଢ଼ିବାର ଇଚ୍ଛା ନାହିଁ କିନ୍ତୁ ସେ ଭୁଲ କରନା ପିତାମାତାର କେତେ ସ୍ୱପ୍ନ ଦେଖୁଛନ୍ତି ତୁମକୁ ଗୋଟେ ଭଲ ମଣିଷ କରିବା ପାଇଁ ଟ୍ୟୁସନକୁ ତ ହବ ନାହିଁ ଗୁରୁଙ୍କୁ ଦକ୍ଷିଣା ଦେଉଛ ଥରୁ 5 ଥର ଛିଡ଼ା ହେଇ ପଚାରିଲେ ଅସୁବିଧା କ'ଣ ଅଛି ନାଚ କରିବା କାମ କ'ଣ ଅଛି କ'ଣ କି ପୁଅମାନେ କିଛି ଅସୁବିଧା ଅଛି କି ଆମେ ଦକ୍ଷିଣା ପଇସା ଦେଇକି ପାଠ ପଢ଼ୁଛେ ଦକ୍ଷିଣା ଦେଉଛେ ନା ତେଣୁ ଆମେ ଗୋଟେ ବିଷୟ ବୁଝିପାରୁନେ ଛିଡ଼ା ହେଇ ପଚାରିବା ଭୟ କରିବା କାରଣ କ'ଣ ଅଛି ଭାଇ ବିଦ୍ୟାଳୟରେ ଗୁରୁଙ୍କୁ ଭୟ କରିବାର କାରଣ ଅଛି ଗୁରୁ ସବୁବେଳେ ତାଙ୍କ ଛାତ୍ରକୁ ବାହାରି ନ ଥାଏ ଗୁରୁମାନଙ୍କର ମୋ ଛାତ୍ର କେତେ ଭଲ ମଣିଷ ହଉ ଏଇଟା ସତ୍ୟ ବାଣୀ ଆଉ ଗୋଟେ ଜିନିଷ ଏ ଜଗତଟା ହେଉଛି ଗୁରୁମୟ ଜଗତ ଗୁରୁ ହେଉଛନ୍ତି ଭଗବାନ ନିଜେ କୃଷ୍ଣ କହିଛନ୍ତି ଭାଗବତରେ ଅଛି ସେ ବାବୁଟି ଭାଗବତ ପଢ଼ୁଛି ମତେ ଅନଉଛି ଗୁଣ୍ଡା ପଛରେ ବହିଛି ସେ ଡେଲି ଭାଗବତ ପଢ଼ୁଛି ସନ୍ଧ୍ୟା 6ଟାରେ ହେଲେ ସେ ଭାଗବତ ଅପେକ୍ଷା ଅଧିକ ପଢ଼ିବ ତାପରେ ପାଠ ପଢ଼ିବ ତାର 6ଠରୁ ଦେଖି ଆସୁଛି
କିନ୍ତୁ ଭାଗବତରେ ବି ଏକାଦଶ ସ୍କନ୍ଧରେ ବି ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଯେ ଗୁରୁଙ୍କ ଦେହରେ ମୁଁ ଅଛି। ଗୁରୁ ତମକୁ ଯଦି ସତ୍ବାଟ ବତାଉଛନ୍ତି ତେଣୁ ଗୁରୁଙ୍କୁ ଆଗ ପୂଜା କଲେ ମୁଁ ସନ୍ତୁଷ୍ଟ ହେବି। ଭଗବାନ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହେବେ ଗୁରୁଙ୍କୁ ପୂଜା କଲେ ବା ଗୁରୁଙ୍କୁ ଭକ୍ତି କଲେ। ଗୁରୁଙ୍କୁ କେବେ ଅପମାନ କରିବେ ନାହିଁ, ଅଭିଶାପ ପଡ଼ିବ, ଅଭିଶପ୍ତ ଜୀବନ ହେଇଯିବ। ଗୁରୁମୟ ଜଗତ। ବର୍ତ୍ତମାନ ତମେ ଶିକ୍ଷା ଗୁରୁ ଗ୍ରହଣ କରୁଛ ନା, ପୁଣି ଯେତେବେଳେ ବଡ଼ ହବ ମୁକ୍ତି ଗୁରୁକୁ ସଂସାର କେମିତି ମୁକ୍ତି ଦିନେ ଯିବ ନା ନାହିଁ? ଯିଏ ଜନ୍ମ ହେଇଛି ତା ପାଇଁ ମୃତ୍ୟୁ ଅଛି ନା ନାହିଁ? ମୃତ୍ୟୁ ଛାଡ଼ିଦେବ ତମକୁ। ସେ କେମିତି ଆମେ ନର୍କ ଭୋଗୀ ଆଣି ପୁଣି ଜ୍ଞାନ ଗୁରୁ ମୁକ୍ତି ଗୁରୁକୁ ଗ୍ରହଣ କରିବା? ଆମେ ବି ମୁକ୍ତି ଗୁରୁ ଗ୍ରହଣ କରିଛୁ, ବୁଝିପାରୁଛ ପିଲା ନା? ତେଣୁ ଯଦି ଆମେ ସୁନ୍ଦର ଜନ୍ମଟିଏ ପାଇଲେ, ଏ ସୃଷ୍ଟିରେ ସବୁଠୁ ଶ୍ରେଷ୍ଠ ଜନ୍ମ ମନୁଷ୍ୟ ଜନ୍ମ। ଯଦି ମନୁଷ୍ୟ ଜନ୍ମ ହେଇକି ସବୁବେଳେ ସତ୍ କର୍ମ କରିବା, ଆଉ ସବୁବେଳେ ଧର୍ମ ବାଟରେ ଯିବା, ନ୍ୟାୟ କର୍ମ କରିବା, ନରନାରାୟଣଙ୍କ ଉପକାରରେ ଯିବାର କର୍ମ କରିବା, ତାହେଲେ ପୁଣି ପୁନର୍ବାର ଆମେ ଗୋଟିଏ ମନୁଷ୍ୟ ଜନ୍ମ ହେବା। ନହେଲେ ଯଦି ଖରାପ ଜନ୍ମ କର୍ମ କରିବା, କୁକୁର କି ବିଲେଇ କି ଚଢ଼େଇ ଯାହାର ଜନ୍ମ ହେବା, ବୁଝିପାରିଲ? କରୁଣା 3 ବର୍ଷ କାଳ ହାତ ଗୋଡ଼ ବାନ୍ଧି ଦେଇ ଘରେ ବନ୍ଦ କରିଦେଲା। ତଥାପି ଏ ସମାଜର ଅହଙ୍କାର ଛାଡ଼ୁନାହାନ୍ତି କି ଗର୍ବ ଛାଡ଼ୁନାହାନ୍ତି ଏ ସମାଜର, ବୁଝିଲେ? ଏ ସମାଜ କେବେ ପରିବର୍ତ୍ତନ ହଉନି। ମାନବ ସମାଜଠୁ ଅହଙ୍କାର ତୁଟୁନି କି ପରିବର୍ତ୍ତନ ହଉନା। ଏଲା କଳି ଯେ ତମେ ଗୋଟିଏ ଭଲ ଜିନିଷ ଜାଣିଲ ଯେ ସଂସାରରେ ଗୁରୁ ହଉଛନ୍ତି ବଡ଼। ଗୁରୁଙ୍କୁ ଆଗ ପ୍ରଣାମ କରିକି ତାପରେ କୃଷ୍ଣଙ୍କୁ ପ୍ରଣାମ କରାଯାଏ। ସେଥିପାଇଁ ଆମେ ପ୍ରାର୍ଥନା କଲାବେଳେ କହୁଛେ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁ ମହେଶ୍ୱର, କହୁଛେ ନା ନାହିଁ? ତେଣୁ ଗୁରୁଙ୍କୁ ସବୁବେଳେ ଅପମାନ ତ କେବେ କରିବ ନାହିଁ, ଆଉ ପିତାମାତାକୁ ଅପମାନ ତ କରିବ ନାହିଁ। ଜୀବନ ସାରା ନିଜ କର୍ମ ଠିକ ରଖ। ଏବେଠୁ ଅଭ୍ୟାସ କର, ରାତି 4ଟାରେ ଉଠି ପାଠ ପଢ଼, ଦେଖିବ ତମ ବୋର୍ଡ ପରୀକ୍ଷା ଭଲ ମାର୍କ। ଆଉ ନବମ ପିଲା ପାଇଁ ବହୁ ଯଦି ନବମ କ୍ଲାସରୁ 14 ବର୍ଷ ହେଇଗଲାଣି ଯଦି ଅଭ୍ୟାସ କରିବେ ଦୈନିକ କର୍ମଟା, ଆଉ ରାତି 4ଟା ବ୍ରହ୍ମ ମୁହୂର୍ତ୍ତରେ ଉଠିବାଟା, ବହୁତ ସୁନ୍ଦର ମାର୍କ। ଝିଅ ପାଇଁ କିଛି ଖରାପ ହେବନି, ଅଭ୍ୟାସ କରିବେ ସେତେବେଳେ ସମୟରେ ନେବା। ହଉ ପିଲାମାନେ, ମୁଁ ତମ ପାଖରୁ ଆଜି ବିଦା ହେଉନି, ଏତିକିରେ କଥା ଶେଷ ହେଲା। ତମେ ମାନ କି ନ ମାନ, ତେଣୁ ଅଭ୍ୟାସ କର। ରାତି 4ଟାରେ ନିଦ ଭାଙ୍ଗିବା। ଅଳସୁଆ ହିଁ ଦୁଃଖର କାରଣ। ପିତାମାତାକୁ ଅପମାନିତ କଲେ ନର୍କ ଭୋଗିବ, ଅଭିଶପ୍ତ ଜୀବନ ହବ। ଗୁରୁଙ୍କୁ ଅପମାନିତ କଲେ ଅଭିଶପ୍ତ ଜୀବନ, ସାବଧାନ ଚଳୁଥିବ। ପିତାମାତା ହେଉଛନ୍ତି ଚଳନ୍ତି ଠାକୁର। ଗୁରୁ ହେଉଛନ୍ତି ଜଗନ୍ନାଥ ନିଜେ କହିଛନ୍ତି ଗୁରୁ ବଳ ବୋଲି। ଭଗବାନ ଶ୍ରୀକୃଷ୍ଣ ଯିଏ ଜଗନ୍ନାଥ ସିଏ। ଆଜି ବିଦାୟ ଦଉଛି, ଆଉ ଦିନ ଆସିବି ମୁଁ ତମକୁ ସାଗର ବିଷୟରେ ବୁଝେଇବି। କେତେବେଳେ କୋଉ ସାଗର ଆସେ, ମୁଁ ଏଇ ନିକଟରେ ଆସିବି।